ओम नमो भगवते वासुदेवाय। ओम नमो भगवते वासुदेवाय। अति बड़ी जगन्नाथ दासंक ओडिया भागवतर ଏହି ଗଭୀର ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଦ୍ୱିତୀୟ ସ୍କନ୍ଧର ସପ୍ତମ ଅଧ୍ୟାୟ ଭିତରକୁ ଯିବା। ହଁ, ଆଉ ଏହି ଅଧ୍ୟାୟଟି ବହୁତ ରୋଚକ। ଏଠି ସୃଷ୍ଟିକର୍ତ୍ତା ବ୍ରହ୍ମା ନିଜେ ଭଗବାନଙ୍କର ଆଗାମୀ ଅବତାରମାନଙ୍କ ବିଷୟରେ କହୁଛନ୍ତି। ଆଉ ଏହାର ପରିପ୍ରେକ୍ଷ୍ୟ ବା କଣ୍ଟେକ୍ସଟା ବି ବହୁତ ମଜାଦାର। କେମିତି? ଏଠି ପ୍ରଶ୍ନ କରୁଛନ୍ତି ଦେବର୍ଷି ନାରଦ, ଆଉ ଉତ୍ତର ଦଉଛନ୍ତି ପିତାମହ ବ୍ରହ୍ମା। ଏହା କେବଳ ଗୋଟେ ତାଲିକା ନୁହେଁ। ନା, ବିଲକୁଲ ନୁହେଁ। ଏହା ହେଉଛି ପୁରା ସୃଷ୍ଟିର କଲ୍ୟାଣ ପାଇଁ ଭଗବାନଙ୍କର ଯୋଉ ମାଷ୍ଟର ପ୍ଲାନ୍, ତାର ଗୋଟେ ଝଲକ। ଏକ୍ଜାକ୍ଟଲି। ଆଉ ପ୍ରତ୍ୟେକ ଅବତାରଙ୍କର ଗୋଟେ ନିର୍ଦ୍ଦିଷ୍ଟ କାରଣ ଅଛି। ହଁ, ତେଣୁ ଆମ ସହ ଶେଷ ଯାଏ ରହିଲେ ସେହି ଗଭୀର କଥାଗୁଡ଼ିକୁ ଆମେ ଏକାଠି ବୁଝିପାରିବା। ଆଉ ଯଦି ଏଭଳି ଆଲୋଚନା ଭଲ ଲାଗୁଛି, ତେବେ ଆମ ସହ ଯୋଡ଼ି ହୋଇ ରହିବାକୁ ବିଚାର କରିପାରନ୍ତି। ଚାଲନ୍ତୁ ଆଉ ଡେରି ନ କରି ଆରମ୍ଭ କରିବା। ହଁ, ତେବେ ବ୍ରହ୍ମା କେମିତି ଆରମ୍ଭ କରୁଛନ୍ତି? ସୁମଧୁର ସ୍ୱରରେ ଗାନ କରନ୍ତି, ଶୁଣ ନାରଦ ମୁନିବର ଭବିଷ୍ୟଲୀଳା ଅବତାର। ଗୁଣୁ ଗୁଣୁ ହୁଅନ୍ତି। ଅଶେଷ ଜନଙ୍କର ହିତେ, ଶୁଣ କହିବା ତୋ ଅଗ୍ରତେ। କେତେ ସରଳ ଆରମ୍ଭ, କିନ୍ତୁ ଏଥିରେ ଉଦ୍ଦେଶ୍ୟ ପୁରା ସ୍ପଷ୍ଟ। ହଁ, ସେ କହୁଛନ୍ତି, ହେ ନାରଦ ଶୁଣ। କିନ୍ତୁ ଏହା କେବଳ ନାରଦଙ୍କ ପାଇଁ ନୁହେଁ, ସେ ସ୍ପଷ୍ଟ କରୁଛନ୍ତି ଅଶେଷ ଜନଙ୍କର ହିତେ। ମାନେ ସମସ୍ତଙ୍କର କଲ୍ୟାଣ ପାଇଁ। ହଁ, ଏହା ହିଁ ତ ଭାଗବତର ମୂଳ ଭାବନା। ଜ୍ଞାନ କେବେ ବି ବ୍ୟକ୍ତିଗତ ନୁହେଁ, ଏହା ସବୁବେଳେ ସାର୍ବଜନୀନ। ଠିକ୍। ତେବେ ଏହି ତାଲିକାର ପ୍ରଥମ ଅବତାର କିଏ? ମୁଁ ଯେତେବେଳେ ବି ଏ ଅବତାର ବିଷୟରେ ଶୁଣେ, ମୋତେ ବହୁତ ପ୍ରାଇମାଲ ଆଉ ପାୱାରଫୁଲ ଲାଗେ। ବରାହ ଅବତାର। ହଁ, ଭାଗବତ ଏହାକୁ କିପରି ବର୍ଣ୍ଣନା କରୁଛି? ସୁମଧୁର ସ୍ୱରରେ ଗାନ କରନ୍ତି, ପଦ୍ମକଳ୍ପର ଅନ୍ତେ ହରି ଶୂକର ରୂପେ ଅବତରି। ସେ ସର୍ବଯଜ୍ଞମୟ ଗାତ୍ରେ ଧରଣୀ ଉଦ୍ଧରିବା ଅର୍ଥେ। ଆଦି ଅସୁର ଅବତାର ପ୍ରଚଣ୍ଡ ହିରଣ୍ୟାକ୍ଷ ବୀର। ତାହାକୁ ମହାର୍ଣ୍ଣବ ଜଳେ ଦନ୍ତେ ବିଦାରିଲେ ପାତାଳେ। ବଜ୍ରେ ଯେସନେ ବଜ୍ରଧର ହେଳେ ବିଦାରେ ମହୀଧର। ଏଠି ଦେଖନ୍ତୁ, କିଛି ଶବ୍ଦକୁ ବୁଝିବାକୁ ପଡ଼ିବ। ପ୍ରଥମେ ପଦ୍ମକଳ୍ପର ଅନ୍ତେ। ହଁ, କଳ୍ପ ମାନେ ତ ବ୍ରହ୍ମାଙ୍କର ଗୋଟିଏ ଦିନ, ଯାହା ଆମ ହିସାବରେ କୋଟି କୋଟି ବର୍ଷ। ଏକ୍ଜାକ୍ଟଲି। ତେଣୁ ଏହା ଏକ ବିଶାଳ ସମୟଚକ୍ରର ଶେଷ କଥା। ସେତେବେଳେ ପୃଥିବୀ ରସାତଳକୁ ଚାଲି ଯାଇଥିଲା। ଆଉ ସେତିକିବେଳେ ଭଗବାନ ଆସୁଛନ୍ତି ଶୂକର ବା ଘୁଷୁରୀ ରୂପରେ। କିନ୍ତୁ ଏଠି ଗୋଟେ ଲାଇନ୍ ଅଛି ଯାହା ମୋତେ ସବୁବେଳେ ଆକର୍ଷିତ କରେ। କୋଉଟା? ସେ ସର୍ବଯଜ୍ଞମୟ ଗାତ୍ରେ। ଏହାର ଅର୍ଥ କ'ଣ? ଏହା କ'ଣ କେବଳ ଗୋଟେ ଶକ୍ତିଶାଳୀ ଶରୀର ଥିଲା? ଏଇଟା ହିଁ ହେଉଛି କି ଟେକ୍ ଅୱେ ହିୟର। ଏହା କେବଳ ଗୋଟେ ଶକ୍ତି ପ୍ରଦର୍ଶନ ନୁହେଁ। ଓହୋ। ଯେତେବେଳେ ଭାଗବତ କହୁଛି ତାଙ୍କ ଶରୀର ଯଜ୍ଞମୟ ଥିଲା, ଏହାର ଅର୍ଥ ହେଉଛି ତାଙ୍କ ଶରୀରର ପ୍ରତ୍ୟେକ ଅଙ୍ଗ ବୈଦିକ ଯଜ୍ଞର ଅଙ୍ଗ ସହ ସମାନ ଥିଲା। ଆଚ୍ଛା। ହଁ, ତାଙ୍କ ନାକ ଥିଲା ଶ୍ରୁବା, ଦାନ୍ତ ଥିଲା ୟୁପ। ଏହା ଏକ ସଂକେତ। ବରାହ କେବଳ ପୃଥିବୀର ଭୌତିକ ଶରୀରକୁ ଉଠାଇ ନଥିଲେ। ତାହେଲେ ସେ ଅଧର୍ମର ଅତଳ ଗର୍ଭରୁ ଧର୍ମକୁ ହିଁ ଉଦ୍ଧାର କରୁଥିଲେ। ଯଜ୍ଞ ହେଉଛି ସୃଷ୍ଟିର ନିୟମ, ଦ କସ୍ମିକ୍ ଅର୍ଡର। ତେଣୁ ଏହା ଥିଲା ଧର୍ମର ପୁନଃସ୍ଥାପନା। ୱାଓ, ଦ୍ୟାଟ୍ସ ଅ ଫ୍ୟାଣ୍ଟାଷ୍ଟିକ୍ ଇନସାଇଟ୍। ତେବେ ହିରଣ୍ୟାକ୍ଷକୁ ମାରିବାଟା କେବଳ କାହାଣୀର ଗୋଟିଏ ଅଂଶ। ହଁ, ପ୍ରକୃତ କାମ ଥିଲା କସ୍ମିକ୍ ବ୍ୟାଲେନ୍ସକୁ ଫେରାଇ ଆଣିବା। ଠିକ୍ କହିଲେ। ଆଉ ଶେଷ ଲାଇନ୍ର ଉପମାଟି ବି ବହୁତ ସୁନ୍ଦର। ଯେମିତି ଇନ୍ଦ୍ର ପର୍ବତକୁ ବଜ୍ରରେ ଭାଙ୍ଗି ଦିଅନ୍ତି, ସେମିତି ଭଗବାନ ହେଳେ ଖେଳରେ। ହଁ, ଖେଳରେ ତାଙ୍କୁ ମାରିଦେଲେ। ଏହା ତାଙ୍କ ପାଇଁ କିଛି ବଡ଼ କାମ ନଥିଲା। ଏକ୍ଜାକ୍ଟଲି, ଏହା ତାଙ୍କର ଲୀଳା। ତେବେ ବରାହ ଅବତାରରେ ଆମେ ଭଗବାନଙ୍କର ଅସୀମ ଶକ୍ତି ଦେଖିଲେ, କିନ୍ତୁ ପରବର୍ତ୍ତୀ ଅବତାରରେ କାହାଣୀଟି ପୁରା ଅଲଗା। ଆଚ୍ଛା। ଏଠି ଶକ୍ତି ନୁହେଁ, ବରଂ ସାମାଜିକ ଶୃଙ୍ଖଳା ଏବଂ ଯଜ୍ଞର ମହତ୍ୱ ଉପରେ ଫୋକସ୍ କରାଯାଇଛି। ଆଚ୍ଛା, ତେବେ ଆମେ ଯଜ୍ଞ ଅବତାର କଥା କହୁଛେ। ଚାଲନ୍ତୁ ଶୁଣିବା। ସୁମଧୁର ସ୍ୱରରେ ଗାନ କରନ୍ତି, ସେ ପୁଣି ରୁଚିଋଷି ଘରେ ଜନ୍ମିଲେ ଆକୁତି ଉଦରେ। ସେ ଯଜ୍ଞରୂପ ନରହରି ଦକ୍ଷିଣା ଗର୍ଭେ ବିଜେ କରି। ସର୍ବଦେବଙ୍କୁ ଜାତ କଲେ ତ୍ରୈଲୋକ୍ୟ ଭୟ ନିବାରିଲେ। ମନୁ ଯେ ବ୍ରହ୍ମାରା ନନ୍ଦନ ହରଷେ ଦେଲେ ହରିନାମ। ଏଠାରେ ଦେଖନ୍ତୁ, ଭଗବାନ ସିଧାସଳଖ ଯଜ୍ଞ ଉପରେ ହିଁ ଜନ୍ମ ନେଉଛନ୍ତି। ହଁ, ରୁଚିଋଷି ଓ ଆକୁତିଙ୍କ ପୁତ୍ର ଭାବରେ। ଆଉ ପରେ ସେ ଦକ୍ଷିଣାଙ୍କୁ ବିବାହ କରୁଛନ୍ତି। ଯଜ୍ଞ ଏବଂ ଦକ୍ଷିଣା, ଏ ଦୁଇଟି ଶବ୍ଦ ଏକାଠି ରହିବା ସ୍ୱାଭାବିକ। ହଁ, ତ କାରଣ ଦକ୍ଷିଣା ବିନା କୌଣସି ଯଜ୍ଞ ସମ୍ପୂର୍ଣ୍ଣ ହୁଏ ନାହିଁ। ଠିକ୍। ଏହାକୁ ଆକ୍ଷରିକ ଅର୍ଥରେ ନ ନେଇ ସାଙ୍କେତିକ ଅର୍ଥରେ ବୁଝିବାକୁ ହେବ। ଆଚ୍ଛା।
ତାଙ୍କ ପୁତ୍ରମାନେ ହିଁ ଦେବତା ହେଲେ, ଯେଉଁମାନଙ୍କୁ ତୁଷିତ ଦେବତା କୁହାଯାଏ। ଏହାର ଗଭୀର ଅର୍ଥ ହେଉଛି ଯଜ୍ଞରୂପକ କର୍ମ ଏବଂ ଦକ୍ଷିଣାରୂପକ ତ୍ୟାଗରୁ ହିଁ ଦେବତ୍ୱ ବା ଶୁଭଶକ୍ତିର ଜନ୍ମ ହୁଏ। ଓହୋ, ବୁଝିଲି। ଯେତେବେଳେ ସମାଜରେ ଯଜ୍ଞ ମାନେ ନିଃସ୍ୱାର୍ଥପର କର୍ମ ବ୍ୟାପିଯାଏ, ସେତେବେଳେ ଦେବତାମାନେ ସନ୍ତୁଷ୍ଟ ହୁଅନ୍ତି ଏବଂ ତ୍ରୈଲୋକ୍ୟ ଭୟ ଦୂର ହୁଏ। ତେବେ ଏହା ଏକ ସୋସିଆଲ ଅର୍ଡର ସ୍ଥାପନା କରିବାର କଥା। ହଁ, ସେଥିପାଇଁ ତ ମନୁ ଖୁସି ହୋଇ ତାଙ୍କୁ ହରି ନାମ ଦେଲେ। ହରିମାନେ ଯିଏ ସବୁ ଦୁଃଖ ହରଣ କରନ୍ତି। ଇଣ୍ଟରେଷ୍ଟିଂ। ତେବେ ପ୍ରଥମେ ଫିଜିକାଲ ରେଷ୍ଟୋରେସନ୍, ତାପରେ ସୋସିଆଲ ରେଷ୍ଟୋରେସନ୍, ଏହାପରେ କ'ଣ? ଏହାପରେ ଆସୁଛି କପିଳ ଅବତାର। ଯାହା ଜ୍ଞାନ ସହ ଜଡ଼ିତ। ହଁ, ସୁମଧୁର ସ୍ୱରରେ ଗାନ କରନ୍ତି। କର୍ଦ୍ଦମ ଋଷି ଗୃହେ ପୂର୍ବେ ଜନ୍ମିଲେ ଦେବଭୂତି ଗର୍ଭେ। ତାଙ୍କ ସଙ୍ଗତେ ନବନାରୀ ଜନ୍ମିଲେ ଦିବ୍ୟ ରୂପ ଧରି। ସେ ଜନ୍ମେ ଜନନୀର ଦୁଃଖ ଦେଖି ସଦୟ ପଦ୍ମମୁଖ। ଆୟାରୁ ଉଦ୍ଧରି କପିଳ ରୂପେ ତପ କରି। ଗୋଟେ ମିନିଟ୍, ଭଗବାନ ଏଠି ନିଜ ମାଙ୍କୁ ଜ୍ଞାନ ଦଉଛନ୍ତି, ଏଇଟା ଟିକେ ଅଜବ ଲାଗୁନି? ସାଧାରଣତଃ ମା ପୁଅକୁ ଶିକ୍ଷା ଦିଏ। ଏଇ ସମ୍ପର୍କକୁ ଉଲ୍ଟାଇ ଦେବାର କିଛି ବିଶେଷ କାରଣ ଅଛି କି? ଦ୍ୟାଟ୍ସ ଅ ବ୍ରିଲିଏଣ୍ଟ କ୍ୱେଶ୍ଚନ୍। ଏହା ହିଁ ତ ସାଂଖ୍ୟ ଦର୍ଶନର ସାର। ଆଚ୍ଛା। ଏହା ଦେଖାଏ ଯେ ଆଧ୍ୟାତ୍ମିକ ଜ୍ଞାନ ସାଂସାରିକ ସମ୍ପର୍କର ଊର୍ଦ୍ଧ୍ୱରେ। ଓହୋ। ଜଣେ ମା ହୋଇ ମଧ୍ୟ ଦେବହୂତି ସାଂସାରିକ ମାୟା ଓ ଦୁଃଖରେ ବାନ୍ଧି ହୋଇଥିଲେ। ଭଗବାନ କପିଳ ରୂପେ ଏହା ଦେଖାଇବାକୁ ଚାହୁଁଥିଲେ ଯେ ଜ୍ଞାନ ପାଇଁ ସବୁଠୁ ବଡ଼ ଯୋଗ୍ୟତା ହେଉଛି ଜିଜ୍ଞାସା। ହଁ, ଜାଣିବାର ଇଚ୍ଛା। ଏଠାରେ ଦେବହୂତି ଜଣେ ଶିଷ୍ୟା ଏବଂ କପିଳ ହେଉଛନ୍ତି ଗୁରୁ। ସମ୍ପର୍କ ଗୌଣ, ଜ୍ଞାନ ହିଁ ମୁଖ୍ୟ। ଆଉ ସେ କେଉଁ ଜ୍ଞାନ ଦେଲେ? ଏଠି ଲେଖା ଅଛି ଆତ୍ମାର ଗତି ତତ୍ତ୍ୱ ଅନୁରାଗେ। ହଁ, ସେହି ପରମ ତତ୍ତ୍ୱଜ୍ଞାନ ଯାହା ପ୍ରକୃତି ଓ ପୁରୁଷ ବିଷୟରେ କହିଥାଏ, ନୁହେଁ କି? ଏକ୍ଜାକ୍ଟଲି। ଯାହାଦ୍ୱାରା ଦେବଦୂତି ବୁଝିପାରିଲେ ଯେ ତାଙ୍କର ପ୍ରକୃତ ସ୍ୱରୂପ ହେଉଛି ଆତ୍ମା, ଯାହା ଶରୀର ଓ ମନର ଗୁଣ ଦୋଷଠାରୁ ଅଲଗା। ଆଉ ଏହି ଜ୍ଞାନ ପାଇବା ପରେ ସେ ସମସ୍ତ ମାୟାରୁ ମୁକ୍ତ ହୋଇଗଲେ। ହଁ, ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭଗବାନ ମୁକ୍ତି ଦେଲେ ନାହିଁ। ସେ ମୁକ୍ତିର ରାସ୍ତା ଦେଖାଇଲେ। ଠିକ୍, ଯାହା ହେଉଛି ଜ୍ଞାନ। ତାପରେ ସେ ନିଜେ ତପସ୍ୟା କରିବାକୁ ଚାଲିଗଲେ। ଏହାପରେ ଆସୁଛି ଦତ୍ତାତ୍ରେୟ ଅବତାର। ଏହି କାହାଣୀଟି ମୋତେ ଲାଗୁଛି ଭକ୍ତି ଏବଂ ତପସ୍ୟା ଉପରେ ବେଶୀ ଜୋର ଦେଉଛି। ନିଶ୍ଚୟ। ସୁମଧୁର ସ୍ୱରରେ ଗାନ କରନ୍ତି। ଅତ୍ରିର ତପ ଦେଖି ତ ସେ, ତକ୍ଷାଣେ ମିଳି ତାର ପାଶେ। ବୋଇଲେ ତୋତେ ଦେଲି ବର, ହୋଇବି ତୋହର କୁମର। ଦତ୍ତ ବଚନେ ଦତ୍ତ ନାମ, ସୁନ୍ଦରେ ସମ ନୋହେଁ କାମ। ଧରଣୀ ପର୍ଯ୍ୟଟନ କଲେ, ଅନେକ ତପ ଆଚରିଲେ। ଖୈହୟ ଯଦୁ ଆଦି ରାଜା, ଯାର ଚରଣେ କରି ପୂଜା। ଯୋଗ ସମାଧି ସମ୍ପାଦିଲେ, ଜନ୍ମ ମରଣ ନିସ୍ତରିଲେ। ଏଠି ଦେଖନ୍ତୁ, କାହାଣୀ ଆରମ୍ଭ ହେଉଛି ଅତ୍ରି ମୁନିଙ୍କ ତପସ୍ୟାରୁ। ହଁ, ସେ ଏକ ସନ୍ତାନ ପାଇଁ ତପ କରୁଥିଲେ। ଭଗବାନ ତାଙ୍କ ତପରେ ଏତେ ସନ୍ତୁଷ୍ଟ ହେଲେ ଯେ ସେ କହିଲେ, ମୁଁ ନିଜକୁ ହିଁ ତୁମକୁ ଦାନ କରୁଛି। ଓହୋ, ସେଥିପାଇଁ ତାଙ୍କ ନାମ ହେଲା ଦତ୍ତ। ହଁ, ଏହା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ସମ୍ପର୍କର ଗଭୀରତାକୁ ଦର୍ଶାଉଛି। କିନ୍ତୁ ଏଠି ଗୁରୁ ସ୍ୱୟଂ ଭଗବାନ। ହଁ, ତେବେ ସାଧାରଣ ମଣିଷ ପାଇଁ ଏଥିରୁ କ'ଣ ଶିକ୍ଷା ଅଛି? ଜଣେ ସାଧାରଣ ଗୁରୁ ବି କ'ଣ ମୁକ୍ତି ଦେଇପାରିବେ? ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଦତ୍ତାତ୍ରେୟଙ୍କୁ ଆଦିଗୁରୁ ବୋଲି କୁହାଯାଏ। ଆଚ୍ଛା, ଏହି ଅବତାର ଦ୍ୱାରା ଭଗବାନ ଗୁରୁ ପରମ୍ପରାର ମୂଳଦୁଆର ସ୍ଥାପନ କରୁଛନ୍ତି। ସେ ଦେଖାଉଛନ୍ତି ଯେ ଜଣେ ସଦ୍ଗୁରୁଙ୍କ କୃପାରୁ ହୟ ଯଦୁଙ୍କ ପରି ରାଜାମାନେ ମଧ୍ୟ ମୁକ୍ତ ହୋଇପାରିବେ। ଏକ୍ଜାକ୍ଟଲି। ଯେଉଁମାନେ ସାଂସାରିକ କାର୍ଯ୍ୟରେ ଲିପ୍ତ, ସେମାନେ ବି ଯୋଗ ସମାଧି ଲାଭ କରିପାରିବେ। ତେଣୁ ଏହା ଗୁରୁତତ୍ତ୍ୱର ମହିମାକୁ ପ୍ରତିଷ୍ଠା କରୁଛି। ଗଟ୍ ଇଟ୍। ତେବେ ଏହାପରେ ବ୍ରହ୍ମା ନିଜ ସୃଷ୍ଟିର ଆରମ୍ଭ କଥା କହୁଛନ୍ତି, ଆଉ ସେଇଠୁ ଆସୁଛନ୍ତି ଚତୁର୍ସନ୍। ହଁ। ଏଇଟା ତ ମୋତେ ଏକ ପ୍ରକାରର କସ୍ମିକ୍ ରିସେଟ୍ ବଟନ୍ ଭଳି ଲାଗୁଛି। କେମିତି? ମାନେ ପ୍ରଳୟରେ ସବୁ ଡେଟା ଲସ୍ ହେଇଗଲା, ଆଉ ଚତୁର୍ସନ୍ ଆସି ସେଇ ସ୍ପିରିଚୁଆଲ ସଫ୍ଟୱେୟାରକୁ ପୁଣି ଇନଷ୍ଟଲ୍ କଲେ। ବାଃ, ତୁମର ଆନାଲୋଜିଟା ଏକଦମ ଠିକ୍। ସୃଷ୍ଟି ସୃଜନେ ମନ କରେ, ଆଦ୍ୟମୁ ତପଜି ଆଚାରେ। ତପର ବଳେ ଭଗବାନ ଜାତ ହୋଇଲେ ଚତୁସନ। ଯେ ଯୋଗ ପୂର୍ବକାଳେ ଥିଲା, କଳ୍ପ ପ୍ରଳୟ ନାଶ କଲା। ତାହା ଉଦ୍ଧରି ଯୋଗ ବଳେ ଧର୍ମ ରଖିଲେ ମହିତଳେ। ବ୍ରହ୍ମା ଯେତେବେଳେ ସୃଷ୍ଟି କରିବାକୁ ଚାହିଁଲେ, ତାଙ୍କ ତପରୁ ଏହି 4 କୁମାର ଜନ୍ମ ହେଲେ। ସନକ, ସନନ୍ଦନ, ସନାତନ, ସନତ କୁମାର। ହଁ, କିନ୍ତୁ ସେମାନେ ସୃଷ୍ଟି କାର୍ଯ୍ୟରେ ମନ ଦେଲେ ନାହିଁ। ସେମାନେ ଥିଲେ ଆଜନ୍ମ ଜ୍ଞାନୀ। ତାଙ୍କର ମିଶନ ଥିଲା ଅଲଗା। ହଁ, କଳ୍ପର ପ୍ରଳୟ ପରେ ଯେଉଁ ଆଧ୍ୟାତ୍ମିକ ଜ୍ଞାନ
ଯେଉଁ ଯୋଗ ମାର୍ଗ ହଜିଯାଇଥିଲା ତାକୁ ପୁନର୍ ଉଦ୍ଧାର କରିବା। ଏହା ଦର୍ଶାଉଛି ଯେ ଭଗବାନଙ୍କ ପାଇଁ ଜ୍ଞାନର ସଂରକ୍ଷଣ ଭୌତିକ ସୃଷ୍ଟିର ସଂରକ୍ଷଣ ଭଳି ହିଁ ଗୁରୁତ୍ୱପୂର୍ଣ୍ଣ। ନିଶ୍ଚୟ। ଆଉ ଏହାପରେ ଯେଉଁ ଯୁଗଳ ଅବତାରଙ୍କ କଥା ଆସୁଛି ସେମାନେ ଜ୍ଞାନ ସହ ତପସ୍ୟାକୁ ମଧ୍ୟ ଯୋଡ଼ି ଦେଉଛନ୍ତି। ନର ନାରାୟଣ। ହଁ, ଏହି କାହାଣୀରେ ଏକ ଡ୍ରାମାଟିକ୍ ଟ୍ୱିଷ୍ଟ ମଧ୍ୟ ଅଛି। ଦକ୍ଷ କୁମାରୀ ଗର୍ଭେ ହରି ଧର୍ମର ବୀର୍ଯ୍ୟ ଅବତରୀ। ସେ ଦକ୍ଷକନ୍ୟା ମୂର୍ତ୍ତି ନାମ ସର୍ବସୁନ୍ଦର ଅନୁପମ। ତାର ଉଦରୁ ପୂର୍ବକଳ୍ପେ ଜନ୍ମିଲେ ନାରାୟଣ ରୂପେ। ନର ସ୍ୱରୂପ ନର ନାମ ସର୍ବସୁନ୍ଦର ପୁଣ୍ୟଧାମ। ନିଶ୍ଚଳ ତପଯୋଗ ଧ୍ୟାନେ ବସିଲେ ବଦରିକାଶ୍ରମେ। ଇନ୍ଦ୍ର କମ୍ପିଲା ସ୍ୱର୍ଗପୁରେ। ତକ୍ଷଣେ ଅପସରା ଗଣେ ମିଳିଲେ ବଦରିକା ବନେ। ଦିବ୍ୟ ସୁବେଶେ ନାନା ରଙ୍ଗେ ଆସି ମିଳିଲେ ତପୋଭଙ୍ଗେ। ଏଠାରେ ଜନ୍ମର ବିବରଣୀ ଦେଖନ୍ତୁ। ଧର୍ମ ଓ ମୂର୍ତ୍ତିଙ୍କର ପୁତ୍ର। ହଁ, ଧର୍ମ ରାଇଚସନେସ୍ ଓ ମୂର୍ତ୍ତି ଏମ୍ବଡିମେଣ୍ଟ, ଏ ଦୁହିଁଙ୍କ ମିଳନରୁ ହିଁ ନରନାରାୟଣଙ୍କର ଜନ୍ମ। ବା, ୟା ତ ବହୁତ ସାଙ୍କେତିକ। ହଁ, ଆଉ ସେମାନେ ସିଧା ବଦରିକାଶ୍ରମ ଯାଇ କଠୋର ତପସ୍ୟାରେ ବସିଗଲେ। ଆଉ ଇନ୍ଦ୍ରଙ୍କର ସବୁବେଳେ ଏଇ ଗୋଟେ ସମସ୍ୟା, କିଏ ଟିକେ ଅଧିକ ତପସ୍ୟା କଲେ ତାଙ୍କୁ ଇନସିକ୍ୟୁର ଫିଲ୍ ହୁଏ। ସେଇଟା ତ ଅଛି। ଇଟ୍ସ ଦ କ୍ଲାସିକ୍ କେସ୍ ଅଫ୍ ଏନ୍ ଇନସିକ୍ୟୁର ସିଇଓ ୱରିଡ୍ ଆବାଉଟ୍ ଅ ଟ୍ୟାଲେଣ୍ଟେଡ୍ ନ୍ୟୁ ଏମ୍ପ୍ଲୟ। ଏହା ଏକ ସାଧାରଣ ମାନବୀୟ ପ୍ରବୃତ୍ତିକୁ ଦର୍ଶାଉଛି। ଇନ୍ଦ୍ର ଏଠାରେ ସ୍ୱର୍ଗର ଭୋଗବିଳାସର ପ୍ରତୀକ। ଆଉ ତପସ୍ୟା ହେଉଛି ତ୍ୟାଗର ପ୍ରତୀକ। ଏକ୍ଜାକ୍ଟଲି। ଯେତେବେଳେ ତ୍ୟାଗର ଶକ୍ତି ବଢ଼େ, ଭୋଗର ସିଂହାସନ ସବୁବେଳେ ଭୟରେ କମ୍ପିଉଠେ। ତେଣୁ ଇନ୍ଦ୍ର ନିଜର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଅପ୍ସରାମାନଙ୍କୁ ପଠାଇଲେ ତାଙ୍କ ତପୋଭଙ୍ଗ କରିବା ପାଇଁ। ହଁ ଆଉ କାହାଣୀଟି ଏକ ବହୁତ ଏକ୍ସାଇଟିଂ ପଏଣ୍ଟରେ ଆସି ଅଟକି ଯାଇଛି। ହଁ ଗୋଟିଏ ପଟେ ନିଶ୍ଚଳ ତପ୍, ଅନ୍ୟପଟେ ସ୍ୱର୍ଗର ସୁନ୍ଦରୀ ଅପ୍ସରା। ଏବେ ପାଇଁ ଚାଲନ୍ତୁ ଏହାକୁ ଟିକେ ଅନପ୍ୟାକ୍ କରିବା। ନିଶ୍ଚୟ। ତେବେ ଏସବୁର ଅର୍ଥ କ'ଣ? ଆଜି ଆମେ ଭଗବାନଙ୍କର 6ଟି ଅବତାରଙ୍କର କଥା ଶୁଣିଲେ। ହଁ, ବରାହଙ୍କଠାରୁ ଆରମ୍ଭ କରି ନରନାରାୟଣଙ୍କ ପର୍ଯ୍ୟନ୍ତ। ଏଥିରୁ ଆମେ କ'ଣ ଶିଖିପାରିବା? ମୋତେ ଲାଗୁଛି ଏଠାରେ ସବୁଠାରୁ ଫ୍ୟାସିନେଟିଂ କଥା ହୋଇଛି ପ୍ରତ୍ୟେକ ଅବତାରଙ୍କର ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରହିଛି। ଗୋଟିଏ ପ୍ରୋବ୍ଲେମ୍ ସଲ୍ଭିଂ ଆପ୍ରୋଚ୍ ଭଳି। ହଁ, ଯେତେବେଳେ ପୃଥିବୀ ବୁଡ଼ିଗଲା ମାନେ ଫିଜିକାଲ କ୍ରାଇସିସ୍, ବରାହ ଆସିଲେ। ଯେତେବେଳେ ସାମାଜିକ ଶୃଙ୍ଖଳା ଦରକାର ପଡ଼ିଲା ମାନେ ସୋସିଆଲ କ୍ରାଇସିସ୍, ଯଜ୍ଞ ଆସିଲେ। ଆଉ ଯେତେବେଳେ ଲୋକମାନେ ସଂସାରିକ ଦୁଃଖରେ ବୁଡ଼ିଗଲେ, ଏକ୍ଜିଷ୍ଟେନ୍ସିଆଲ କ୍ରାଇସିସ୍, କପେଳ ଜ୍ଞାନ ଦେବାକୁ ଆସିଲେ। ଏହା ଭଗବାନଙ୍କର ବହୁମୁଖୀ ସ୍ୱରୂପକୁ ଦର୍ଶାଏ। ହଁ, ସେ କେବଳ ଧ୍ୱଂସକାରୀ ନୁହନ୍ତି, ସେ ଜଣେ ଜ୍ଞାନୀ ଗୁରୁ, ଜଣେ ତପସ୍ୱୀ ଏବଂ ଜଣେ ସିଷ୍ଟମ ବିଲ୍ଡର ମଧ୍ୟ। ଏହି ଆଲୋଚନା ଶେଷରେ ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି। କୁହନ୍ତୁ। ଆମେ ଶୁଣିଲେ ଯେ ଭଗବାନ କେତେବେଳେ ପଶୁ, କେତେବେଳେ ଋଷି, ପୁଣି କେତେବେଳେ ତପସ୍ୱୀ ରୂପରେ ଆସୁଛନ୍ତି। କିନ୍ତୁ ଭଗବାନ ଏହି ନିର୍ଦ୍ଦିଷ୍ଟ ରୂପଗୁଡ଼ିକୁ କାହିଁକି ବାଛନ୍ତି? ମାନେ ପୃଥିବୀକୁ ବଞ୍ଚାଇବା ପାଇଁ ବରାହ ରୂପ, ଯାହାକି ପଙ୍କ ଭିତରୁ ଜିନିଷ ଖୋଜିବାରେ ମାହିର, କିମ୍ବା ଇନ୍ଦ୍ରଙ୍କ ଅହଙ୍କାରକୁ ଚ୍ୟାଲେଞ୍ଜ କରିବା ପାଇଁ ତପସ୍ୱୀ ରୂପ। ଏହି ରୂପଗୁଡ଼ିକ ପଛରେ କିଛି ଗଭୀର ସାଙ୍କେତିକ ଅର୍ଥ ଛାଇପାରେ କି? ନିଶ୍ଚିତ ଭାବରେ। ଏହା ଏକ ବିଚାରଯୋଗ୍ୟ ବିଷୟ। ହଁ, ଆମେ ଆଶା କରୁଛୁ ଆମର ଶ୍ରୋତାମାନେ ଏ ବିଷୟରେ ଚିନ୍ତା କରିବେ। ଯଦି କିଛି ବିଚାର ଆସୁଛି, ତେବେ ଆମକୁ ଜଣାନ୍ତୁ। ଆଉ ଏହି ଆଧ୍ୟାତ୍ମିକ ଯାତ୍ରାରେ ନିଜର ଭାଗିଦାରୀ ଦେଖାଇବା ପାଇଁ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ ଲେଖିପାରନ୍ତି। ଆଉ ସବୁଠୁ ବଡ଼ ପ୍ରଶ୍ନ, ହଁ, ଯେତେବେଳେ ଅପ୍ସରାମାନେ ନରନାରାୟଣଙ୍କ ତପ ଭଙ୍ଗ କରିବାକୁ ଆସିଲେ, ତାପରେ କ'ଣ ହେଲା? ସେମାନେ କ'ଣ ସଫଳ ହେଲେ ନା ହାର ମାନିଲେ? ଏହାର ଉତ୍ତର ଜାଣିବା ପାଇଁ ଆମର ପରବର୍ତ୍ତୀ ଆଲୋଚନାରେ ଯୋଗ ଦେବାକୁ ଭୁଲିବେନି। ସେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।